ମୁଁ ହେଉଛି ଭଗବାନ ଜଗନ୍ନାଥ। ମୁଁ ସିଏ ହିଁ ଯିଏ ଯୁଗ ଯୁଗରୁ ଶ୍ରୀକ୍ଷେତ୍ରରେ ରଥ ଉପରେ ବସି ଆସୁଛି। ଆଜି ମୁଁ ମୋର ରହସ୍ୟର ସେହି ସତ୍ୟ କହିବାକୁ ଆସିଛି, ଯାହାକୁ କେବଳ ଭାଗ୍ୟଶାଳୀ ଲୋକ ହିଁ ଜାଣିପାରିଥାନ୍ତି। ଲୋକମାନେ ମୋତେ ଜଗନ୍ନାଥ କୁହନ୍ତି, ପରନ୍ତୁ ତୁମେ ଜାଣିଛ କି ମୁଁ କିଏ? ମୁଁ ସେଇ ଯାହାକୁ ଦ୍ୱାରିକାଧୀଶ ଶ୍ରୀକୃଷ୍ଣ କୁହାଯାଉଥିଲା, ଯିଏ ଅର୍ଜୁନକୁ ଗୀତାର ଜ୍ଞାନ ଦେଇଥିଲା, ଯିଏ ରାଧାଙ୍କର ପ୍ରେମକୁ ଈଶ୍ୱରତ୍ୱରେ ପରିଣତ କରିଥିଲା, ଯିଏ ଅଧର୍ମ ସାମ୍ନାରେ ଧର୍ମକୁ ବିଜୟ କରାଇଥିଲା। ଯେତେବେଳେ ଦ୍ୱାରିକାର ଅନ୍ତ ହେଲା, ମୋର ପାର୍ଥିବ ଶରୀର ସମୁଦ୍ରରେ ପ୍ରବାହିତ କରାଗଲା, କିନ୍ତୁ ମୋ ହୃଦୟ, ମୋର ଚେତନତ୍ୱ ନଷ୍ଟ ହେଲା ନାହିଁ। ସମୁଦ୍ରରେ ଏକ ଦିବ୍ୟକାଠ ରୂପେ ଏହା ପ୍ରକଟ ହୋଇ ଭାସି ଭାସି ପୁରୀ ସମୁଦ୍ର ତଟରେ ଲାଗିଥିଲା। ସେହି ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ୱପ୍ନରେ ଆସି ମୁଁ କହିଲି, ହେ ରାଜନ୍, ମୁଁ କୌଣସି ସାଧାରଣ କାଠ ନୁହେଁ, ଏହା ମୋର ଶରୀର ଅଟେ। ଏଇଥିରୁ ମୋର ବିଗ୍ରହ ତିଆରି କର। ରାଜା ଏଥିପାଇଁ ଆଦେଶ ଦେଲେ। ସେହି କାଠରୁ ମୂର୍ତ୍ତି ତିଆରି କରିବା ପାଇଁ ଏକ ବୃଦ୍ଧ ବ୍ୟକ୍ତି ସେଠାରେ ପ୍ରକଟ ହେଲା। ସିଏ କହିଲା, ଭଗବାନଙ୍କର ଏହି ମୂର୍ତ୍ତି ଗୁଡ଼ିକୁ ମୁଁ ଗୁପ୍ତ ରୂପରେ ଏକାନ୍ତରେ ବନ୍ଦ କବାଟ ପଛରେ ଗଢ଼ିବି। ସିଏ ଆଉ କେହି ନୁହେଁ, ସିଏ ଥିଲେ ସ୍ୱୟଂ ବିଶ୍ୱକର୍ମା। ଯେତେବେଳେ ଗୋପନରେ ମୂର୍ତ୍ତି ଗଢ଼ା ଚାଲୁଥିଲା, ସେତେବେଳେ ରାଣୀ ଗୁଣ୍ଡିଚାଙ୍କର ଚିନ୍ତା ବଢ଼ି ଚାଲିଥିଲା। ତେଣୁ ତାଙ୍କ ଆଦେଶରେ ଦ୍ୱାର ଖୋଲାଗଲା ଏବଂ ମୂର୍ତ୍ତି ଗୁଡ଼ିକ ଅସମ୍ପୂର୍ଣ୍ଣ ଥିଲା। ମୋର ହାତ ନଥିଲା, ମୋର ଚରଣ ମଧ୍ୟ ନଥିଲା। ସେହି ସମୟରେ ଆକାଶବାଣୀ ହେଲା, ଏହା ମୋର ବିରାଟ ରୂପ ଜଗନ୍ନାଥ ସ୍ୱରୂପ ଅଟେ, କାରଣ ମୁଁ ସମସ୍ତ ସୀମାର ବାହାରେ। ଏହା ମୂର୍ତ୍ତି ନୁହେଁ, ଏହା ଚେତନା ଅଟେ, ଯିଏ ଧର୍ମର ରକ୍ଷକ ଅଟେ। ତାପରେ ରାଜା ମୋର ସେହି ଦିବ୍ୟ ହୃଦୟକୁ ମୂର୍ତ୍ତି ଭିତରେ ପ୍ରତିଷ୍ଠା କରାଇଲେ, ଯେଉଁ ହୃଦୟରେ ମୋର ଶ୍ରୀକୃଷ୍ଣ ରୂପୀ ଚେତନାର କେନ୍ଦ୍ର ଥିଲା, ଯାହା ଆଜି ମଧ୍ୟ ମୋର ମୂର୍ତ୍ତିରେ ବାସ କରେ। ପ୍ରତ୍ୟେକ 12 ଅଥବା 19 ବର୍ଷରେ ଯେତେବେଳେ ମୋର ମୂର୍ତ୍ତି ଗୁଡ଼ିକୁ ବଦଳାଯାଏ, ସେହି ହୃଦୟକୁ ଗୁପ୍ତ ରୂପରେ ନବ ବିଗ୍ରହରେ ସ୍ଥାପିତ କରାଯାଏ। କିନ୍ତୁ ତାକୁ କେହି ଦେଖିପାରିବେ ନାହିଁ, କେହି ବର୍ଣ୍ଣନା ମଧ୍ୟ କରିପାରିବେ ନାହିଁ, କାରଣ ସେହି ହୃଦୟ ଭୌତିକ ନୁହେଁ, ସେ ଦିବ୍ୟ ଅଟେ। ମୋର ଚକାନୟନ ଥିବା ଯୋଗୁଁ ମୁଁ ସବୁ ଦିଗରେ ଦେଖିପାରେ। ଯେତେବେଳେ ମୁଁ ମୋର ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବିରାଜମାନ ହୁଏ, ତେବେ ସେହି ରଥଯାତ୍ରା କୌଣସି ଉତ୍ସବ ନୁହେଁ, ତାହା ସେହି କ୍ଷଣ ଅଟେ ଯେଉଁଥିରୁ ମୁଁ ମନ୍ଦିରରୁ ବାହାରି ଭକ୍ତମାନଙ୍କ ହୃଦୟରେ ପହଞ୍ଚିଥାଏ। ଯେବେ ବି ତୁମେ ନିର୍ମଳ ଏବଂ ସତ୍ୟ ମନରେ ମୋତେ ଡାକିବ, ଓମ୍ ଭଗବତେ ଜଗନ୍ନାଥ।